17 ବର୍ଷର ରେକର୍ଡ ଭାଙ୍ଗିଲା ଟିମ୍ ଇଣ୍ଡିଆ। ବଢ଼ିଲା ବିଶ୍ୱକପ୍ର ଆଶା। ହଁ ଦର୍ଶକ ବନ୍ଧୁ, ଟି20 ବିଶ୍ୱକପ୍ ଟାଇଟଲ ହାତେଇବା ଆଶା ଏବେ ଟିମ୍ ଇଣ୍ଡିଆର ବଢ଼ିଛି। କାରଣ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଜବରଦସ୍ତ ରହିଛି। ଗୋଟିଏ ମ୍ୟାଚ୍ରେ ସର୍ବାଧିକ ଛକା ମାରି 17 ବର୍ଷର ରେକର୍ଡ ଭାଙ୍ଗିଛି ଦଳ। ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଛକା ବର୍ଷା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍ରେ 2007 ଟି20 ବିଶ୍ୱକପ୍ରେ ମାରିଥିବା ସବୁଠାରୁ ଅଧିକ ଛକାର ରେକର୍ଡ ଭାଙ୍ଗିଛି। 2007 ମସିହାରେ ଟି20 ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷରେ ଡବରନରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ 11 ଛକା ମାରି ରେକର୍ଡ କରିଥିଲା। ଗତକାଲି ପର୍ଯ୍ୟନ୍ତ ଏହା ଟି20 ବିଶ୍ୱକପ୍ରେ ସବୁଠାରୁ ଅଧିକ ଛକା ମାରିଥିବା ମ୍ୟାଚ୍ ରହିଥିଲା। କିନ୍ତୁ ବର୍ତ୍ତମାନ ଅର୍ଥାତ୍ 17 ବର୍ଷ ପରେ ଟିମ୍ ଇଣ୍ଡିଆ ନିଜ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି। ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ 17ଟି ଛକା ମାରିଛି। ବଡ଼ କଥା ହେଉଛି କି ଯେଉଁ ବର୍ଷ ସର୍ବାଧିକ ଛକା ମାରି ସେ ରେକର୍ଡ କରିଥିଲା ଟିମ୍ ଇଣ୍ଡିଆ ସେହି ବର୍ଷ ଟ୍ରଫି ମଧ୍ୟ ହାତେଇଥିଲା। ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ନୂଆ ରେକର୍ଡ ହୋଇଥିବାରୁ ଟ୍ରଫି ହାତେଇବା ନେଇ ଆଶା କରାଯାଉଛି। ସୂଚନା ଥାଉ କି ଗତକାଲି ଖେଳାଯାଇଥିବା ଭାରତ ବାଂଲାଦେଶ ମଧ୍ୟରେ 50 ରନରେ ଜିତି କ୍ରମାଗତ ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଦଳ 20 ଓଭରରେ 5 ୱିକେଟ୍ ହରାଇ 194 ରନ୍ କରିଥିଲା। ଜବାବରେ ବାଂଲାଦେଶ 20 ଓଭରରେ 8 ୱିକେଟ୍ ହରାଇ 144 ରନ୍ କରିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା ଓ ବିରାଟ କୋହଲି ପ୍ରଥମ ୱିକେଟ୍ରେ 39 ରନ୍ ଯୋଡ଼ିଥିଲେ। 3 ନମ୍ବରରେ ବ୍ୟାଟିଂ କରିଥିବା ରିଷଭ ପନ୍ତ 36 ରନ୍ କରିଥିଲେ। ଶିବମ ଦୁବେ କ୍ରିଜରେ ଯୋଗ ଦେଇ 24 ବଲ୍ରୁ 34 ରନ୍ କରି ଆଉଟ୍ ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା 36 ବଲ୍ରେ ଖେଳି 50 ରନ୍ କରିବା ସହ ଶେଷ ଯାଏ ଅପରାଜିତ ରହିଥିଲେ। ହାର୍ଦ୍ଦିକଙ୍କ ଇନିଂସରେ 4 ଚୌକା ଓ 3 ଛକା ସାମିଲ ଥିଲା। ବାଂଲାଦେଶ ପକ୍ଷରୁ ତାନଜିମ୍ ହସନ ସକିବ ଓ ରିଶଦ ହାସେନ 2ଟି ଲେଖାଏଁ ସାକିବ ଅଲ ହାସନ ଗୋଟିଏ ୱିକେଟ୍ ନେଇଥିଲେ। 197 ରନ୍ ଲକ୍ଷ୍ୟରେ ବାଂଲାଦେଶ ପ୍ରଥମ 4 ଓଭରରେ 35 ରନ୍ କରିଥିଲା। ବ୍ୟୁରୋ ରିପୋର୍ଟ MK ଓଡ଼ିଶା TV।